ସକାଳେ ଏତେ ମଟର ଛୁଇଁ କାଇଁ ଛଡ଼ଉଛ? ଛଡ଼େଇଦେବା ମା, ଅଧିକ ଟିକେ ମଟର ଛୁଇଁଟା ଆସିଛି ତ ଛଡ଼େଇଦେବା ଆଉ। ଖରାରେ ଟିକେ ଓଜାଡ଼ି ଦେଇଛି, କାଳେ ଟିକେ ଛଡ଼ା ଫଡ଼ା କେଉଁଠି ଅଛି ନା, ଖରା ଟିକେ ସେ ଟାଣ ହେଇଯିବ ଆଉ। ଟାଣ ହେଇଗଲେ ମୁଁ ତାକୁ ଛଡ଼େଇବି ଆଉ। ଆଉ ଲଙ୍କା ବାଲା ବି ଏଇଠି ଆସିଥିଲା, ମୁଁ 250 ଲଙ୍କା ରଖିଦେଇଛି ମା। ଗୋଟେ ପୋକ ଯାଉଛି ଗୋଟେ କାବୁରେ ମ। ଏଇ ଲଙ୍କା ରଖିଛି, ଗଛ ଲଙ୍କା ଗୁଡ଼ାକ ତ ଭଲ ଲଙ୍କା ନୁହଁ ଇଏ। ଏଥିରେ ମଟର ଛୁଇଁ ସବୁ ଛଡ଼ା ହବ ରହିବ। ହଁ ବେବି କ'ଣ କରୁଛ? ମୁଁ ଏଇଠି ମ୍ୟାଗି କରୁଥିଲି। ମ୍ୟାଗି କ'ଣ କ'ଣ ସବୁ ନେଇଛ ବା? ପିଆଜ, ଟମାଟୋ, ଗାଜର, କ୍ୟାପ୍ସିକମ୍, ଲଙ୍କା। ଆଉ ଲଙ୍କା ଅଳ୍ପ ପକେଇଛ ତ? ନା ଅଧିକ ପକେଇଛି, ମତେ ଟିକେ ରାଗ ଖାଇବା ଭଲ ଲାଗେ। ରାଗ ହବନି ବେବି? ହଁ ହେଲେ ଭଲ ଲାଗିବ ନା। ଆଚ୍ଛା ଠିକ୍ ଅଛି, ହଉ। ଦେଖିବା ଗୋପାଳ ଅଙ୍କଲ କୁଆଡ଼େ ଗଲା? ଗୋପାଳ ଆଜି ମଟର ଛଡ଼େଇକିନା ଟିକେ ଶୁଖଉଛି, ଦେଖିବା କ'ଣ ହେଉଛି। ଏଠି ମଟର ପଡ଼ିଛି, ଶୁଖା ହେଉଛି। ଏଠି ନାଇଟି ସିଲେଇ କରିକି ରଖିଛି ଅଧା। ଆଜି ଆମର କାମ ଚାଲିଛି। ଆମର ସେ ଗୋପାଳ ଆସିକିରି କାମ ତାର ଚଲେଇଛି। ଗୋପାଳ ଚାଲିଛି କାମ? ହଉ, କାମ ଚାଲିଛି ସବୁ ଏମିତି ଆଉ। ସବୁ କାମ ଚାଲିଛି, ଗଛ ଉଛ ଅସନା ମସନା ଚାରି ଆଡ଼େ ହେଇଛି। ଫୁଲଟା ଟିକେ ଫୁଟି ଆସିଲାଣି, ଟିକେ ଟିକେ ଫୁଟୁଛି ସାଙ୍ଗମାନେ। ସେ ପୁରା ଟିକେ ଟିକେ କାହିଁ ଫୁଟୁଛି କେଜାଣି? ଏତେ ତ ସାର ଫାର ଦିଆହେଉଛି, ତାର କ'ଣ ପ୍ରୋବ୍ଲେମ୍ଟା ହେଇଛି? ଗେଟ୍ ଫେଟ୍ ମେଲା ରଖି ସେ ଯାଉଛି ସବୁ ମାଲ ମେଟାଲ ପକେଇବାକୁ। ପକଉ ଆଉ। ମାମା ଆଜି କ'ଣ ଶୁଖୁଆ କରିବ? ଶୁଖୁଆଟା ମା ରହିଛି ତ, ମୋ ମୁହଁଟାରେ ଖରା ପଡ଼ୁଛି ବା, ସେଇଥିପାଇଁ ମା ଆଖି ବୁଝେଇ ଯାଉଛି। ସେ ଶୁଖୁଆଟା ରହିଛି, ମୁଁ କହିଲି ଯାଉଛି ତାକୁ ଅଳ୍ପ ଟିକେ ଅଛି ତ, ଶୁଖେଇ ସାକେଇକି ଦେଖିବା କରିଦେବା ଆଜି ଆଉ ହେଲା। ତମେ ତ ଶୁଖୁଆ ଖାଅନି, ତମ ପାଇଁ ଟିକେ ଅଣ୍ଡା ଫଣ୍ଡା କ'ଣ କରିଦେବା। ହଁ ରାତିକି ଚିଲି ଚିକେନ୍ କରିବା। ହଁ ଶୁଖୁଆ ରାଇ ହେଇଗଲା ହେଲା। ଏବେ ହବ ଖିଆ ପିଆ। ଏଇଟା ଶୁଖୁଆ ଭଜା ହେଇଗଲା, ରେଡ଼ି ହେଲା। ଦେଖନ୍ତୁ ସାଙ୍ଗମାନେ ମାଙ୍କଡ଼ର ଅବସ୍ଥା। ମାଙ୍କଡ଼ ମୋର କ'ଣ କରିଛି ଅବସ୍ଥା ଦେଖନ୍ତୁ। ଏମିତି ସେ ମାଙ୍କଡ଼ ମୋତେ ହଇରାଣ କରୁଛି। ଛିନଛତ୍ର କରି ପକେଇଛି। ଏଠି ସବୁ ପରିବା ପତ୍ର ଗୁଡ଼ା ଖାଇ ଦେଇଛି, ମଟର ଛୁଇଁ କାକୁଡ଼ି ଫାକୁଡ଼ି ସବୁ ଖାଇ ଦେଇଛି। କ'ଣ କରିବି କହୁନାହାନ୍ତି? ଏମିତି ମୋତେ ହଇରାଣ କରୁଛି ଆଉ କ'ଣ କହିବି? ମୋତେ ବହୁତ ହଇରାଣ ସେ ମାଙ୍କଡ଼ କରୁଛି। କୁଆଡ଼େ କୁଆଡ଼େ ସେ ଯାଉଛି, ଚଉରାରେ ଆଣିକି ଅଣ୍ଡା ଖୋଳ ପକେଇଛି। ସେ କୁଆଡ଼େ ହନୁମାନଙ୍କ ଭକ୍ତ, ଅଣ୍ଡା ଖୋଳ ଗୁଡ଼ା ଖାଉଛି। କ'ଣ କହିବି ତାକୁ? ସେ କରୁଛି ଆଉ କ'ଣ ଦେଖୁନାହାନ୍ତି କ'ଣ କରିଛି ସେ? ଦେହ କଥା ଆଉ କ'ଣ? ଏସବୁ ଜିନିଷ ଆସୁଛି, କାମରେ ଲାଗିବ। ସବୁ ଟିଭିର କାମ ହେବ। ଆଉ ଏସବୁ ଜିନିଷ ଆସୁଛି, କାମ ହେବ। ଦେଖନ୍ତୁ ଆସିକିରି ପହଞ୍ଚିଲା ଏଠି। ପହଞ୍ଚିଲେ ଥୁଆ ହେବ। ସବୁ ଟିଭି ପଛରେ କାମ ହେବ, ମୁଁ ଆପଣମାନଙ୍କୁ ଦେଖେଇବି।